ମାଲକାନଗିରି ସଦର ମହକୁମା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶ୍ରୀରାମନଗରଠାରେ ସ୍ୱାମୀ ବିବେକାନନ୍ଦ ଲୋକସଂସ୍ଥ ମାଲକାନଗିରି ଜିଲ୍ଲା ଶାଖା ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ସେ 62ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦ ଲୋକସଂସ୍ଥ ମାଲକାନଗିରି ଜିଲ୍ଲା ଶାଖା ସଭାପତି ଡକ୍ଟର ରଞ୍ଜନ କୁମାର ସାଏଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତପନାରାୟଣ ରଥ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମାଲକାନଗିରି ଓ ନୀଳମଣି ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଚ୍ଚ ବିଦ୍ୟାଳୟ କୋରକଣ୍ଡା ତଥା ସଭାପତି ବିଶ୍ୱ ହିନ୍ଦୁ ପରିଷଦ ମାଲକାନଗିରି ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଭଉଣୀ ଓ ଗୁରୁମାଙ୍କ ଦ୍ୱାରା ଅତିଥିମାନଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରାଯାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ବିଦ୍ୟାଳୟର ସଭାପତି ରବୀନ୍ଦ୍ର କୁମାର ମହାରଣା, ସମ୍ପାଦକ ସ୍ୱାମୀ ବିବେକାନନ୍ଦ ଲୋକସଂସଦ ମାଲକାନଗିରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସ୍ୱାମୀ ବିବେକାନନ୍ଦଙ୍କ 62ତମ ଜୟନ୍ତୀ ପାଳନ ଉପଲକ୍ଷେ ପଞ୍ଚମ ଶ୍ରେଣୀ ଛାତ୍ର ବିଘ୍ନେଶ ବିଦ୍ୱାନ ପାଣିଗ୍ରାହୀଙ୍କ ଦ୍ୱାରା ସ୍ୱଦେଶ ମନ୍ତ୍ରପାଠ 2 ମିନିଟ୍ ସମବେତ ଧ୍ୟାନ କରାଯାଇଥିଲା। ମଞ୍ଚାସୀନ ଅତିଥିମାନେ ସ୍ୱାମୀଜୀଙ୍କ ସଂଘର୍ଷମୟ ଜୀବନ ଓ ଚିକାଗୋ ସମ୍ମିଳନୀ ସନାତନ ଧର୍ମର ପ୍ରାଚୀନତା ସହନଶୀଳତା ଉପରେ ଆଲୋଚନା କରିଥିଲେ। ସ୍ୱାମୀ ବିବେକାନନ୍ଦ ଲୋକସଂସଦର ଉତ୍କଳ କଳା ଓ ସଂସ୍କୃତି ବିଭାଗ ଦ୍ୱାରା 7 ନଭେମ୍ବର 2024 ତାରିଖରେ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର 24 ଜଣ କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ସଂସଦର ଆଜୀବନ ସଦସ୍ୟା ସାଧନାରାଣୀ ମଣ୍ଡଳ, ପ୍ରତିମା ନାୟକ, ଅଙ୍ଗୁରବାଳ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଞ୍ଚାଳନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରିଶେଷରେ ଲୋକସଂସଦର ଆଜୀବନ ସଦସ୍ୟ ତଥା କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମାଲକାନଗିରି ଜିଲ୍ଲାରୁ ସୁଶାନ୍ତ ମଣ୍ଡଳଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।